ଇଭିନିଂରେ ଶ୍ରୀମୟ ପଳାଇଲା, ତାର ପେପରର କାମ ଥିଲା, ଇଏ ଥିଲା। ତ ଇଭିନିଂରେ ଯେତେବେଳେ ନବୀନ ପଟ୍ଟନାୟକ ବାହାରିଲେ, ସେଇ ସବୁ ଷ୍ଟୁଡିଓକୁ ଯାଉଥିଲେ, ଆପଣଙ୍କ ଷ୍ଟୁଡିଓକୁ ହଁ ଓଟିଭି ଷ୍ଟୁଡିଓକୁ ଆସିଥିଲେ, ଷ୍ଟୁଡିଓ ଆସିଥିଲେ, ଦୂରଦର୍ଶନ ଯାଇଥିଲେ, ଇଏ ସବୁ ହେଇଥିଲା। ତ ମୁଁ ତାର ସାଙ୍ଗରେ, ତାର ଲୋକ ନାହିଁ କିଛି, ନବୀନ ବାବୁଙ୍କ ସାଙ୍ଗରେ ଆପଣ ଯାଉ ନବୀନ ସାଙ୍ଗରେ ସାଙ୍ଗରେ ମୁଁ ବୁଲୁଥିଲି। ତ ତାର ତ କିଛି ହେଲା ପରେ ଯେ ସେ ବଢିଆ ଗୋଟେ ଷ୍ଟୋରି ବି ମିଳିଲା ଯେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ମୁଁ ସେଟା ପ୍ରତ୍ୟକ୍ଷଦର୍ଶୀ, ମୁଁ ବ୍ୟାକସିଟ୍ରେ ବସିକିରି ଦେଖୁଛି ଯେ କାଲି ଏ ଲୋକ ଶପଥ ନେବେ, ମୁଖ୍ୟମନ୍ତ୍ରୀ ହେବେ, ସେ କ'ଣ କରୁଛି, କ'ଣ ଇଏ କରୁଛି, ମୁଁ ଫଲୋ କରୁଛି। ସୋ ଦ୍ୟାଟ୍ ୱାଜ୍ ଭେରି ଇଣ୍ଟରେଷ୍ଟିଂ। ତ ଏଥର 2000 ମୁଁ କରିଥିଲି, ତ 2024 ଇଲେକ୍ସନ ଟାଇମ୍ରେ ମୋର ଧାରଣା ଥିଲା, କନଭିକ୍ସନ ଥିଲା, ଇଏ କରିକିରି, ଏବଂ ମୁଁ ଯେତେବେଳେ ଇଲେକ୍ସନ ପୂର୍ବରୁ ଆନାଲିସିସ୍ କରୁଥିଲି ଆଉ ଗୋଟେ ଟେଲିଭିଜନ ଚ୍ୟାନେଲ ପାଇଁ, ମୁଁ ସେଇଠି କହୁଥିଲି ଯେ ବୋଧହୁଏ ଏଥର ବିଜେଡି ହାରିଯିବ। ଆପଣ ଜାଣିଥିଲେ ବିଜେଡି? ମୁଁ ତ କହୁଥିଲି, ମୁଁ ତ ମୋର ଟେଲିଭିଜନରେ ରେଗୁଲାର ଓଡ଼ିଆ ଟେଲିଭିଜନରେ ଆସୁଥିଲା, ଏବଂ ମୁଁ ତ କହୁଥିଲି ଯେ ଯିବ ବୋଧେ, ମୋର ଇଏ ଥିଲା। ତ ମୋର ଗୋଟେ ଆଣ୍ଟିସିପେସନ ଥିଲା, କ୍ୟାଲକୁଲେସନ ଥିଲା ଯେ ଏଥର ବୋଧେ ସରକାର ପରିବର୍ତ୍ତନ ହବ। ତ ସରକାର ଯଦି ପରିବର୍ତ୍ତନ হব তাহলে ধর্মেন্দ্র বাবু মুখ্যমন্ত্রী। তো আমি সেই জুন 4 তারিখে ଆପଣ ଆଉ କାହାର ନା ଭାବି ପାରୁଥିଲେ କି? ଆପଣ ତ ସାମ୍ବାଦିକ। ହଁ ଧର୍ମେନ୍ଦ୍ର ବାବୁ, ଯଦି ବିଜେପି ଯଦି ଜିତିବ, ଆପଣ କାହାକୁ ଫେଭରିଟ ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍ ହିସାବରେ କହିବେ ସେତେବେଳେ ଜୁନ 4 ତାରିଖ? ଜୁନ 4 ତାରିଖରେ কোন ଧର୍ମେନ୍ଦ୍ରଙ୍କ ନାଁ ଆଗରେ ଧାଡ଼ିରେ ଥିଲା ଥିଲା। ତ ମୁଁ କ'ଣ କରିଲି, ମୁଁ ଧର୍ମେନ୍ଦ୍ରକୁ କହିଲି ଯେ ମୁଁ ତମ ସାଙ୍ଗରେ ଇଲେକ୍ସନ ରେଜଲ୍ଟ ଦେଖିବି, କାହିଁ ମୋର ଇଣ୍ଟରେଷ୍ଟ ଥିଲା ଯେ ସେ କ'ଣ ଚାଲିଛି সেটা ମୁଁ ଦେଖିବି। ଧର୍ମେନ୍ଦ୍ର ବାବୁ ଜାଣିଥିଲେ କି ଏଥର ବିଜେପି ଜିତୁଛି ବୋଲି? ସେ ଜାଣିନଥିଲେ, ମୋର ଧାରଣା ଥିଲା। ତ ଆଇ strategically see journalism was also a question of art of anticipation. পরে কোন হব সেটাକୁ ଆପଣଙ୍କୁ ଆଗକୁ anticipate କରିବାକୁ ପଡ଼ିବ। ତ ମୁଁ anticipate କରିଥିଲି ଯେ ଏଥର ସରକାର ପରିବର୍ତ୍ତନ ହବ, ଧର୍ମେନ୍ଦ୍ର ପ୍ରଧାନ ହେଉଛି one of the favorite candidates। ମୁଁ ତ ମୋହନ ମାଝି ଘରକୁ ଯାଇକିରି ବସି ପାରିନଥାନ୍ତା, କାହିଁକି ଆମେ କେହି ମୋହନ ମାଝିର ନାଁ ଶୁଣିନଥିଲୁ, ସେତେବେଳେ ଆମେ କେମିତି ଯିବୁ? ଯଦି ଜାଣିଥାନ୍ତା ତାହେଲେ ମୋହନ ମାଝି ସାଙ୍ଗରେ ମୁଁ ବସିଥାନ୍ତା, ତାହେଲେ ଆଉ ଟିକେ ଆଚ୍ଛା ଭଲ ମେଟେରିଆଲ ମିଳିଥାନ୍ତା লিখিବା ପାଇଁ। ତ ମୋର ଆଣ୍ଟିସିପେସନ ଥିଲା ଯେ ଯଦି ଧର୍ମେନ୍ଦ୍ର ପ୍ରଧାନ ହବ, ତାହେଲେ ମୁଁ ବସିକିରି ଦେଖୁଥିବି ଯେ ଚେଞ୍ଜ ଅଫ୍ ପାୱାର ହେଉଛି, ଚେଞ୍ଜ ଅଫ୍ ଇକ୍ୱେସନ, ତାହେଲେ ସେଇଠି ଭିତରେ କ'ଣ ଚାଲିଛି, କ'ଣ ହେଉଛି, ସେ ଲୋକ କେମିତି ରିଆକ୍ଟ କରୁଛି, ରେଜଲ୍ଟ ଯେତେବେଳେ ଆସୁଛି ତାର ରିଆକ୍ସନ କ'ଣ। ମୁଁ ଯେମିତି 2000 ମସିହାରେ ନବୀନ ପଟ୍ଟନାୟକର ରିଆକ୍ସନ ଷ୍ଟଡି କରୁଥିଲି, ଆଉ ବହିରେ ଲେଖିଛି, 24 ମସିହାରେ ଧର୍ମେନ୍ଦ୍ରଙ୍କ ଘରେ ବସିକିରି ମୁଁ ସେଇ ବହିକୁ ଲେଖିବି ନୂଆ ଢଙ୍ଗରେ, ଏହା ଥିଲା। କ'ଣ ଆପଣ ରିଆକ୍ସନ ଦେଖିଲେ ଧର୍ମେନ୍ଦ୍ର ବାବୁଙ୍କର ଯେତେବେଳେ ରେଜଲ୍ଟ ବାହାରୁଥିଲା? I found him very surprisingly, I found him, ମାନେ ମୁଁ ସତରେ କହୁଛି, I found him to be exceptionally calm। ପୁରା ଶାନ୍ତ ଥିଲେ, ଶାନ୍ତ ଥିଲା, ମାନେ ସେଇ ଯୋଉ ଟେନସନ ଥିବା କଥା। ଆମେ ତ ଇଷ୍ଟ ବେଙ୍ଗଲ, ମାନେ ମ୍ୟାଞ୍ଚେଷ୍ଟର ୟୁନାଇଟେଡ ଭର୍ସେସ ଚେଲସି ମ୍ୟାଚ୍ ହେଲେ ପରେ ଆପଣ ଟିକେ ଉତ୍ତେଜନା ହବ, ଏକ୍ସାଇଟମେଣ୍ଟ ହବ, ଏତେ ବଡ଼ ରେଜଲ୍ଟ ବାହାରୁଛି, ହି ୱାଜ ଏକ୍ସେପସନାଲି କାମ୍, ଭେରି କାମ୍, କ୍ୱାଏଟ୍। ତ ଦ୍ୟାଟ ସରପ୍ରାଇଜ ମି। ଏବଂ ରେଜଲ୍ଟ କାଉଣ୍ଟିଂ 9টাରୁ ବୋଧେ ଆରମ୍ଭ ହେଲା ନା 8টাରୁ ଆରମ୍ଭ ହେଲା? 8টাରୁ ଆରମ୍ଭ ହେଲା। ତାପରେ 10ଟା 10:30 ସୁଦ୍ଧା ଆମେ ଜାଣି ଯାଇଥିଲୁ ଯେ ଟ୍ରେଣ୍ଡ କୁଆଡ଼େ ଯାଉଛି, ବିଜେପି ସପକ୍ଷରେ ଯାଉଛି। ତାର ଘରେ ଆଉ ଲୋକ ନଥିଲେ, ମାନେ ଭିତର ରୁମ୍ରେ ଆଉ କେହି ନଥିଲେ। ତାରପରେ 10:30ରୁ ତାର ପାର୍ଟି ଲୋକ ଆସିବା ଆରମ୍ଭ ହେଲା, ନେତାମାନେ ଜଣେ 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 କରି ଆସିବେ। ଏବଂ